ସୁସ୍ଥ ଜୀବନ ଓଡ଼ିଶାରେ ଆଜି କହିବି ଅପରାଜିତା ଫୁଲ ଚାହା ଏବଂ ତାର ଉପକାରିତା ବିଷୟରେ। ଅପରାଜିତା ଫୁଲକୁ ଇଂରାଜୀରେ ବଟରଫ୍ଲାଏ ପି ଫ୍ଲାୱାର କୁହାଯାଏ। ହିନ୍ଦୁ ଧର୍ମରେ ଏହାର ଅନେକ ଗୁଡ଼ିଏ ଆଧ୍ୟାତ୍ମିକ ଗୁଣ ରହିଛି। ଭଗବାନ ଶ୍ରୀକୃଷ୍ଣ, ମା କାଳୀ ଏବଂ ମା ଲକ୍ଷ୍ମୀଙ୍କର ଏହା ଗୋଟିଏ ପ୍ରିୟ ପୁଷ୍ପ। ଆଜିର ଭିଡ଼ିଓରେ ଆପଣମାନଙ୍କୁ ଏହାର ଆୟୁର୍ବେଦୀୟ ଗୁଣ ବିଷୟରେ କହିବି। ଆସନ୍ତୁ ଦେଖିବା। ଚାହା ପିଇବା ପାଇଁ ଅନେକ ଲୋକ ପସନ୍ଦ କରିଥାନ୍ତି। ରେଡ୍ ଟି ହଉ ବା ଗ୍ରୀନ୍ ଟି ହଉ, କ୍ୟାଫେନ୍, ଟ୍ୟାନିନ୍ ଏସବୁ ଥିବାରୁ ଚାହା ଅଧିକ ମାତ୍ରାରେ ପିଇବା ଦ୍ୱାରା ଆମ ପାଇଁ କ୍ଷତିକାରୀ ସାବ୍ୟସ୍ତ ହୋଇଥାଏ। ବର୍ତ୍ତମାନ ଏହାର ବିକଳ୍ପ ହିସାବରେ ଅନେକ ପ୍ରକାରର ହର୍ବାଲ ଟି ବାହାରିଲାଣି। ଏହି ଅପରାଜିତା ଫୁଲର ଚାହା ବା ଯାହାକୁ ବ୍ଲୁ ଟି ମଧ୍ୟ କୁହାଯାଉଛି, ଏହା ଗୋଟିଏ ବହୁତ ଭଲ ବିକଳ୍ପ। ଏହାର ଅନେକ ଗୁଡ଼ିଏ ଔଷଧୀୟ ଗୁଣ ରହିଛି, ଯେମିତିକି ଶରୀରରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ଓଜନ କମାଇବାରେ ସାହାଯ୍ୟ କରେ, ମାନସିକ ଦୁଶ୍ଚିନ୍ତା ଡିପ୍ରେସନ୍ ଦୂର କରେ, ମାଇଗ୍ରେନ୍ ସମସ୍ୟାକୁ ଶାନ୍ତ କରିଥାଏ, ଆମର ସ୍କିନ୍ର ଯେଉଁ ରିଙ୍କିଲନେସ୍ ହେଉଛି, ଏଜିଂ ଯୋଗୁଁ ଯେଉଁ ପ୍ରୋବ୍ଲେମ୍ ରହୁଛି ତାକୁ ଦୂର କରିଥାଏ, ଆମ ହେୟାରକୁ ସଫିସିଏଣ୍ଟ ନ୍ୟୁଟ୍ରିଏଣ୍ଟ ବା ପୋଷଣ ଦେଇଥାଏ। ଆଖି ପାଇଁ ମଧ୍ୟ ଏହି ବ୍ଲୁ ଟି ବହୁତ ଭଲ କାମ କରେ। ଆଖିର ପାୱାରକୁ ଠିକ୍ ରଖେ। ଚଷମା ଅଧିକ ପାୱାରର ଥିଲେ ତାକୁ କମେଇବାରେ ସାହାଯ୍ୟ କରିଥାଏ। ଏହାଛଡ଼ା ଆମ ଶରୀରରେ ଥିବା ସୁଗାର ଲେଭେଲକୁ ବା ଯେଉଁମାନଙ୍କର ଡାଇବେଟିସ୍ ରହୁଛି, ହାଇ ସୁଗାର ଲେଭେଲକୁ ଏହା କଣ୍ଟ୍ରୋଲରେ ରଖିଥାଏ। ଏଥିରେ ଆନ୍ଥୋସିଆନିନ୍, ବିଶେଷ କରି ବ୍ଲୁ କଲରର ଯେଉଁ ଅପରାଜିତା ଫୁଲ ରହୁଛି ସେଥିରେ ଆନ୍ଥୋସିଆନିନ୍ ଥିବାରୁ ଏହା ଗୋଟିଏ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଆସନ୍ତୁ ଦେଖିବା ଏହି ବ୍ଲୁ ଟି ବା ଅପରାଜିତା ଫୁଲର ଚାହା କେମିତି ପ୍ରସ୍ତୁତ କରିବେ। ମିନିମମ୍ ରିକ୍ୱାରମେଣ୍ଟ: ଗୋଟିଏ ଗ୍ଲାସ ପାଣି, ଡାଳଚିନି ଖଣ୍ଡ, ଛୋଟ ଅଦା ଖଣ୍ଡ, ଚଉଠେ ବା ଫାଳେ ଲେମ୍ବୁ, ନଣ୍ଡାବାଗୁଲି ମଞ୍ଜି ବା ଚିଆ ସିଡ୍ ଆପଣଙ୍କ ଇଚ୍ଛା ଅନୁସାରେ ମିଶାଇ ପାରିବେ। ତାପରେ ଗୋଟିଏରୁ ଦୁଇଟି ଅପରାଜିତା ଫୁଲ। ପ୍ରଥମେ ପାଣିକୁ ଗରମ କରିବେ। ସେଥିରେ ଛୋଟ ଡାଳଚିନି ଖଣ୍ଡ, ଅଦା ଖଣ୍ଡ ଆପଣ ସିଝେଇବେ। ତାପରେ ଅପରାଜିତା ଫୁଲ ଗୋଟିଏ ବା ଦୁଇଟି ତାର ଡେମ୍ଫକୁ ବାହାର କରି ସେଥିରେ ପକାଇବେ। ହାଲକା ନୀଳ ରଙ୍ଗ ହେବା ପରେ ଫୁଲଗୁଡ଼ିକୁ ଛାଣି ଆଣିବେ ଏବଂ ପାଣିକୁ ଆପଣ ଗ୍ୟାସରୁ ଓହ୍ଲାଇ ଆଣି ଥଣ୍ଡା କରିବେ। ପାଣି ହାଲକା ଉଷୁମ ଥିବ ସେହି ସମୟରେ ଆପଣ ଚଉଠେ ବା ଫାଳେ ଲେମ୍ବୁ, ଅତି ବେଶୀରେ ଫାଳେ ଲେମ୍ବୁ ଆପଣ ସେଥିରେ ଚିପୁଡ଼ି ପାରନ୍ତି। ଏହା ସହିତ ପୂର୍ବରୁ ପାଣିରେ ଭିଜାଇଥିବା ନଣ୍ଡାବାଗୁଲି ମଞ୍ଜି ଆପଣ ସେଥିରେ ମିଶାଇ ପାରିବେ। ପାଖାପାଖି ଗୋଟେ କପ୍ ଚାହା ଆପଣଙ୍କର ପ୍ରସ୍ତୁତ ହୋଇଗଲା। ଏହାକୁ ଆପଣ ଦିନକୁ 2ରୁ 3 ଥର ପିଇପାରିବେ। ଧୀରେ ଧୀରେ ଏହା ଆପଣଙ୍କ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଆପଣଙ୍କ କୋଲେଷ୍ଟ୍ରଲକୁ କମାଇବାରେ ସାହାଯ୍ୟ କରିଥାଏ। ଆପଣ ନିୟମିତ ବ୍ୟାୟାମ କରିବା ସହିତ ଏହାକୁ ପାନ କଲେ ଆପଣଙ୍କ ଓଜନ ନିୟନ୍ତ୍ରିତ ରହିଥାଏ। ଏହାର କୌଣସି ପ୍ରକାରର ସାଇଡ୍ ଇଫେକ୍ଟ ନାହିଁ। ପ୍ରକୃତିର ଏହା ହେଉଛି ଗୋଟିଏ ବରଦାନ। ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ ଏହାକୁ ପିଅନ୍ତୁ। ତାପରେ 10ରୁ 15 ଦିନ ରେଷ୍ଟ ନେଇ ପୁଣି ଆପଣ ଏହାକୁ ଆରମ୍ଭ କରିପାରିବେ। ଏବେ ଆସନ୍ତୁ ଜାଣିବା ଏହି ବ୍ଲୁ ଟି ପିଇବା ବେଳେ କେତେକ ସାବଧାନତା। ଯେତେବେଳେ ଏହା ଉଷୁମ ଥିବ ସେତିକି ବେଳେ ଆମ ଶରୀରରେ ଭଲ କାମ କରିବ, କିନ୍ତୁ ମହୁ ଶୀତଳ ପ୍ରକୃତିର ହୋଇଥିବାରୁ ଏହାକୁ ଥଣ୍ଡା କରି ସେଥିରେ ମହୁ ମିଶାଇଲେ କୌଣସି ପ୍ରକାର ଲାଭ ହୁଏ ନାହିଁ। ତେଣୁ ଚେଷ୍ଟା କରିବେ ବିନା ମହୁରେ ପିଇବା ପାଇଁ, ବେଷ୍ଟ ରେଜଲ୍ଟ ପାଇବେ। ଚିନି ଆଦୌ ମିଶାନ୍ତୁ ନାହିଁ। ଲେମ୍ବୁ କମ୍ ପରିମାଣରେ ମିଶାନ୍ତୁ। ଲେମ୍ବୁ ମିଶାଇବା ଦ୍ୱାରା ଏହାର ରଙ୍ଗରେ ହାଲକା ପରିବର୍ତ୍ତନ ଦେଖାଯାଇପାରେ। ଏହା କୌଣସି ପ୍ରକାର କ୍ଷତିକାରୀ ହୋଇନଥାଏ। କ୍ଷୀର ମିଶାନ୍ତୁ ନାହିଁ, ସୋଡ଼ା ମିଶାନ୍ତୁ ନାହିଁ, ଲୁଣ ମିଶାନ୍ତୁ ନାହିଁ, ବରଫ ମଧ୍ୟ ଏଥିରେ ମିଶାନ୍ତୁ ନାହିଁ। ଯେତିକି
ଉପାଦାନ କହିଥିଲି ସେତିକି ମିଶାଇ ପିଅନ୍ତୁ। ଏହା ଆପଣଙ୍କ ଶରୀରରେ ଭଲ କାମ କରିବ। ଦକ୍ଷିଣ ଭାରତରେ ଏହି ଅପରାଜିତା ଫୁଲର ପ୍ରୟୋଗ ବହୁତ ପ୍ରଚଳିତ। ଫ୍ରାଏଡ୍ ରାଇସ୍ ବା ଭାତ, ମିଠା, ପିଠା ଇତ୍ୟାଦି ପ୍ରସ୍ତୁତି ବେଳେ ଏହି ଫୁଲର ବ୍ୟବହାର କରାଯାଇଥାଏ। ପାଣିକୁ ଗରମ କରି ଏହି ଫୁଲ ପକାଇ ହାଲକା ନୀଳ ରଙ୍ଗ ଆସିବା ପରେ ତାକୁ କାଢ଼ି ଆପଣମାନେ ସେଥିରେ ଚାଉଳ, ଚୁନା ଇତ୍ୟାଦି ବ୍ୟବହାର କରି ବିଭିନ୍ନ ପ୍ରକାରର ଡିଶ୍ ତିଆରି କରିପାରିବେ।